সেদিন ଥିଲା 2023 মସିହା ଜୁନ୍ ମାସ 2 ତାରିଖ ଶୁକ୍ରବାର। ସେଦିନ ସନ୍ଧ୍ୟା ସମୟ 6:30 ରୁ 7ଟା ଭିତରେ ସମୟ ଥିଲା। ହଠାତ୍ ଗୋଟେ ଆବାଜ ଆସିଲା, ମାନେ ଗୋଟେ ବମ୍ ଫୁଟିଲା ଭଳି ଗୋଟେ ଆବାଜ ଆସିଲା, ଗୋଟେ ମାନେ ଅଲଗା ପ୍ରକାର ମାନେ ଆବାଜ ଆସିଲା। ସମସ୍ତେ ଧାଇଲେ। ଆମ ଘରଠାରୁ, ଆମ ତ ଘର ଟିକେ ଦୂରରେ ଅଛି, ତଥାପି ସଙ୍ଗେ ସଙ୍ଗେ ଖବର ପହଞ୍ଚୁ ପହଞ୍ଚୁ ଆମେ ଆସିଲା ବେଳକୁ କେବଳ ଆଖିରେ ପଡ଼ୁଥାଏ ସେ ଲୌହ ଦାନବର ରକ୍ତ ଭୋଜି। ସେଇ ଯେଉଁ ସମୟ, କୁଢ଼ କୁଢ଼ ଶବ, ମାନେ ରକ୍ତର ନଦୀର ସୁଅ। କେଉଁ ଶବକୁ ଚିହ୍ନି ହେଉନାହିଁ କି ମାନେ କୌଣସି ଲୋକଙ୍କୁ ମଧ୍ୟ ଚିହ୍ନି ହେଉନାହିଁ। କାରଣ ସେଠି ପ୍ରକୃତରେ ଯଦି ହିସାବ କରାଯିବ, ସରକାରୀ ହିସାବକୁ ଛାଡ଼ିଦେଲା ପରେ ଯଦି ମୌଳିକ ହିସାବ କରାଯିବ, ନିଶ୍ଚିତ ଭାବରେ ହଜାର ହଜାର ଶବ ପଡ଼ିଥିଲା। ସେ ଶବ ଗୁଡ଼ିକର କେବଳ ଚିତ୍କାର ଶୁଭୁ, ମାନେ ଶବ କାହାର ଚିତ୍କାର ଶୁଭୁଥିଲା, ତ ପୁଣି କାହାର କିଏ ପାଣି, କିଏ ଜୀବନ ବିକଳରେ ମାନେ ଚିତ୍କାର କରୁଥିଲା, ଏମିତି ସବୁ ଶୁଭୁଥିଲା। ସମସ୍ତେ ସଙ୍ଗେ ସଙ୍ଗେ କେହି କିଛି ଜାଣିବା ପୂର୍ବରୁ ଯୁବକ ଭାଇମାନେ, ଏ ଅଞ୍ଚଳର ଲୋକମାନେ ହଠାତ୍ ଏମିତି ଆସିଗଲେ ଯେ ମାନେ ଦେବଦୂତ ଭଳି ଲୋକମାନଙ୍କୁ ମାନେ ରକ୍ଷା କରିବାକୁ ଆରମ୍ଭ କଲେ। ସେ ଲୋମହର୍ଷଣକାରୀ ଘଟଣା ବର୍ଣ୍ଣନା କରିବା ମୋ ପାଖରେ ଭାଷା ନାହିଁ, କାରଣ ସେ ଏବେ ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠୁଛି, ଛାତି ଥରି ଉଠୁଛି ସେଦିନ ସେ ଘଟଣା। 2 ବର୍ଷ ବିତି ଯାଇଛି, ଅନେକ ଲୋକ ଆସିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ସେ ପ୍ରତିଶ୍ରୁତି ବର୍ତ୍ତମାନ କେତେ ମାତ୍ରାରେ ପାଳନ କରାଯାଇଛି ଏବଂ ବର୍ତ୍ତମାନ ବାହାନଗା ଷ୍ଟେସନର କ'ଣ ରହିଛି ପରିସ୍ଥିତି? ବାହାନଗା ଷ୍ଟେସନର ସରକାରୀ ଯେଉଁ ପ୍ରତିଶ୍ରୁତି ମିଳିଥିଲା, ଆପଣ ସମସ୍ତେ ଜାଣିଛନ୍ତି ସରକାରୀ ପ୍ରତିଶ୍ରୁତି କାର୍ଯ୍ୟକ୍ରମଟା କେମିତି ହୁଏ। ତଥାପି କିଛି ମାତ୍ରାରେ କାର୍ଯ୍ୟକ୍ରମ ମାନେ ଚାଲୁ ରହିଛି ଏବଂ କିଛି ସରିବାକୁ ବସିଲାଣି, ବାକି କିଛି ପାଣିର ଗାର ମଧ୍ୟ ହେଇଯାଇଛି। ବାହାନଗା ଟ୍ରମା କେୟାର କୁହନ୍ତୁ, ବାହାନଗା ଆଲୁକରଣ କୁହନ୍ତୁ, ବାହାନଗାର ରାସ୍ତାଘାଟ କଥା କୁହନ୍ତୁ, କେମିତି କ'ଣ ପରିସ୍ଥିତି? ଆପଣ ସେ ଦାବିକୁ ଆଉଥରେ ଆପଣ ରଖିବେ କି? ଆପଣ ଜଣେ ଯୁବକ ଏବଂ ଜଣେ ସଂଗଠନ, ଦକ୍ଷ ସଂଗଠନ, କିନ୍ତୁ ଆପଣ ସେ ସରକାରକୁ ଆଉଥରେ ପୁନର୍ବାର ଦେଇଥିବା ପ୍ରତିଶ୍ରୁତିକି ମନେ ପକାଇବେ କି ସରକାରକୁ? ନିଶ୍ଚିତ, କାରଣ ସେତେବେଳେ ଯେଉଁ ରାସ୍ତାଘାଟ ଅପେକ୍ଷା ଏବେ ରାସ୍ତାଘାଟ ଟିକେ ସୁଧୁରିଛି, କିନ୍ତୁ ଆହୁରି ମଧ୍ୟ କିଛି ଉନ୍ନତି କରିବାର ମାନେ ରହିଯାଇଛି। ସରକାରଙ୍କୁ ଏତିକି ନିବେଦନ କରିବି, ସେ ଆଉଥରେ ତାକୁ ମାନେ ପ୍ରଚେଷ୍ଟା କରନ୍ତୁ, ଆଉଥରେ ଆସନ୍ତୁ, ଆଉଥରେ ସେ ଦେଖନ୍ତୁ ପ୍ରକୃତରେ এই ଘଟଣାର ତଦନ୍ତ ହଉ, ଯେ ଆଉଥରେ କ'ଣ କ'ଣ ପ୍ରତିଶ୍ରୁତି ଦିଆହେଇଥିଲା, କେତେ କ'ଣ କାମ ହେଇଛି, କେତେ କ'ଣ କାର୍ଯ୍ୟକ୍ରମ ବାକି ରହୁଛି, ନିହାତି ଦେଖିବା ଦରକାର। ବାସ୍ତବରେ ଦେଖିବାକୁ ଗଲେ ବାହାନଗାର ଟ୍ରେନ୍ ଟ୍ରାଜେଡ଼ି, ସେ ସମୟର ବିଭିନ୍ନ ନେତା ମନ୍ତ୍ରୀ ଆସିଛନ୍ତି ଏବଂ ନେତା ମନ୍ତ୍ରୀଙ୍କର ବହୁତ ପ୍ରତିଶ୍ରୁତି ସେତେବେଳେ ଆମକୁ ବହୁତ ଭଲ ଲାଗିଥିଲା ଏବଂ ଆଶ୍ୱସ୍ତି କରିଥିଲା। କିନ୍ତୁ ଦେଖିବାକୁ ଗଲେ ବର୍ତ୍ତମାନ ବାହାନଗା ରେଲୱେ ଷ୍ଟେସନରେ ଆଲୋକୀକରଣ ହୋଇଛି ଏବଂ କିଛି ମାତ୍ରାର ରାସ୍ତାଘାଟର ପରିବର୍ତ୍ତନ ହୋଇଛି, କିନ୍ତୁ ଟ୍ରମା କେୟାର ଏବଂ ଏଇ ଯେଉଁ ଅଞ୍ଚଳ ପାଇଁ ଯେ ଲୋକମାନଙ୍କର ଅସୁବିଧା, ଯେ ସଠିକ୍ ରାସ୍ତାଟିଏ, ସଠିକ୍ ପାଣିର ଏବଂ ହସ୍ପିଟାଲାଇଜ୍, ଏହା କେବଳ ବେଦର ଗାର ହେଇଛି, ପାଣିର ଗାର ହେଇଛି। ସେମାନେ ଯାହା କହିଯାଇଥିଲେ ତା ବାସ୍ତବରେ ପାଳନ କରାଯାଇ ନାହିଁ ଏବଂ ଆମେ ମଧ୍ୟ ଅପେକ୍ଷା କରିଛୁ, ଭରସା ମଧ୍ୟ ରଖିଛୁ, ହୁଏତ କେବେ କୌଣସି ସମୟରେ ହେଇପାରେ, କିନ୍ତୁ ବର୍ତ୍ତମାନ ସୁଦ୍ଧା 2 ବର୍ଷ ମଧ୍ୟରେ ସେଭଳି ଆଖି ଦୃଶ୍ୟ କୌଣସି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇ ନାହିଁ ବା ପୂର୍ଣ୍ଣାଙ୍ଗ ହୋଇନାହିଁ। କ'ଣ କହିବେ ଏ ବିଷୟ ନେଇ? ସରକାରକୁ କ'ଣ ଦାବି ଜଣାଇବେ? ଆମେ ପୁଣି ଥରେ ସରକାରଙ୍କୁ ଏ ଅଞ୍ଚଳବାସୀ ନିବେଦନ ରଖିବୁ, ଗୁହାରି କରିବୁ, ବିନୀତ ପ୍ରାର୍ଥନା କରିବୁ, ସେମାନେ ସେତେବେଳେ ଦୁଃଖ ସମୟରେ ଯାହା କହିଥିଲେ ତା ବାସ୍ତବରେ ଏଠି ରୂପାୟନ କରନ୍ତୁ ଏବଂ ରୂପାୟନ କଲେ ଏ ଅଞ୍ଚଳବାସୀ କାହିଁକି ଏ ରେଲୱେ ରାସ୍ତା କଡ଼ରେ ଥିବା ଏବଂ ଏ ଷ୍ଟେସନବାସୀ ଏବଂ ଷ୍ଟେସନର ଯାତ୍ରୀମାନେ ସମସ୍ତେ ଉପକୃତ ହେବେ। नवम भुवनेश्वर अंतर्जातीय वाणिज्य मेला जून 21 तारिख आरंभ हुई 1 जुलाई पर्यंत जनता मैदान रे प्रतिदिन 2टारू राति 10टा पर्यंत चली।